ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ଯେଉଁ ଫୁଲ ଗଛ ଗୁଡ଼ିକ ଲଗେଇଛ ସେଥିରେ ତୁମେ ପାଣି ଦେବାରେ ଅବହେଳା କରୁଛ, ଯେଉଁଥିପାଇଁ କି ଫୁଲ ଗଛ ଗୁଡ଼ିକ ସବୁ ନଷ୍ଟ ହେଇଯାଉଛି। ସନ୍ତାନ, ତୁମେ ଯଦି ଫୁଲ ଗଛ ଏତେ ଖୁସିରେ ଆଉ ଯତ୍ନରେ ଲଗେଇଛ, ତାହେଲେ ତାଙ୍କ ଜୀବନକୁ କାହିଁକି ମାରୁଛ ସନ୍ତାନ? ତାଙ୍କର ବି ତ ଜୀବନ ଅଛି। ମଣିଷ ଯେମିତି ପାଣି ପିଇଲେ ସୁସ୍ଥ ରୁହନ୍ତି, ସେମିତି ଗଛର ବି ଜୀବନ ଅଛି। ଗଛ ମୂଳରେ ପାଣି ଦେଲେ ଗଛ ବି ସୁସ୍ଥ ରୁହେ। ତୁମେ ଯଦି ତୁମ ଘରର ସାମ୍ନାରେ ଲଗେଇଛ ଫୁଲ ଗଛ, ସେଠି ସୂର୍ଯ୍ୟ କିରଣ ପଡ଼ୁନି, ତାହେଲେ କିଛି ସମୟ ତୁମେ ଯେଉଁ ସ୍ଥାନରେ ଖରା ପଡ଼ୁଛି ସେଠି ନେଇକି ରଖ, ପୁଣି ତୁମ ଘର ପାଖକୁ ନେଇ ଆସ। ସନ୍ତାନ, ମୋର କଥାକୁ ନିଶ୍ଚୟ ଧ୍ୟାନ ଦେବ, କାହିଁକି ନା ଗଛକୁ କେବେ ନଷ୍ଟ କରନି। ତୁମେ ଗଛ ଲଗାଉଛ, ଭଲ କାମ କରୁଛ, କିନ୍ତୁ ପାଣି ନ ଦେଇକି ତୁମେ ବହୁତ ବଡ଼ ପାପ କରୁଛ। ଏମିତି ଭୁଲ ଯେମିତି କେବେ ନ କରିବ। ଯଦି ତୁମେ କରିପାରିବନି ତ ଆରମ୍ଭରୁ ହିଁ ସେ କାମ କରନି। କିନ୍ତୁ ଯଦି ତୁମେ ଗଛ ଲଗେଇଛ, ତାହେଲେ ତୁମେ ତାହାର ଯତ୍ନ ନିଅ। ସନ୍ତାନ, ମୋର ଏ କଥାକୁ ସବୁବେଳେ ମନେ ରଖିବ, ଆଉ ବାବାଙ୍କ କଥାକୁ ନିଶ୍ଚୟ ଅକ୍ଷରେ ଅକ୍ଷରେ ପାଳନ ବି କରିବ। ମୋର ସେ ବିଶ୍ୱାସ ମୋର ସନ୍ତାନମାନଙ୍କ ଉପରେ ଅଛି। ସନ୍ତାନ, ଆଜି ଗୁରୁବାର। ତୁମେ ମୋତେ କହିଥିଲ, ବାବା ମୁଁ ଆଜି 9 ଦୀପ ଜାଳିବି। କେବେ ଭୁଲିବନି ସନ୍ତାନ। ଆଜି ତୁମେ 9 ଦିନ ମୋର 9 ଦୀପ ନିଶ୍ଚୟ ଜାଳିବ। ଆଉ ମୋର ସାଇ ସଚ୍ଚରିତ୍ର ଗୋଟେ ଲେଖା ଅଧ୍ୟାୟ ସବୁଦିନ ପାଠ କରିବ। ମଣିଷ ଜୀବନରେ ଛୋଟ ବଡ଼ ସମସ୍ୟା ଲାଗିକି ରହିବ ସନ୍ତାନ। ଯିଏ କଷ୍ଟ ସମୟରେ ନିଜକୁ ସମ୍ଭାଳି ନେଇଛି ନା, ତାର ଯେତେ ଦୁଃଖ ଆସିଲେ ବି ତାକୁ କେହି ଖାଲରେ ପକେଇ ପାରିବେନି। ସେ ସବୁ କଷ୍ଟକୁ ସାମ୍ନା କରିପାରିବ। କାହିଁକି ଜାଣିଛ? ତା ପାଖରେ ଶ୍ରଦ୍ଧା ଆଉ ସବୁରି ଅଛି, ଧୈର୍ଯ୍ୟ ଅଛି ଆଉ ସାହସ ଅଛି। ସେ ସାହସ ମୁଁ ମୋ ସନ୍ତାନକୁ ଦେଇଛି। କିଛି ସନ୍ତାନମାନେ ପଚାରିବେ, କେମିତି ତୁମେ ସାହସ ଦେଲ? ସନ୍ତାନ, ମୁଁ ସମସ୍ତଙ୍କୁ କହିଛି, ମୋର ମନ୍ତ୍ରକୁ ନିରନ୍ତର ଜପ କର ବିଶ୍ୱାସର ସହିତ। ମୁଁ ସମସ୍ତଙ୍କୁ ଶକ୍ତିଶାଳୀ ବନେଇ ଦେବି। ଯେଉଁଥିପାଇଁ କି ମୋର ଗୋଟେ ସନ୍ତାନ ଜୀବନରେ ବହୁତ କଷ୍ଟ ଆସିଛି, ବହୁତ ଦୁଃଖ ଆସିଛି, କିନ୍ତୁ ସେ ସାହସ କେବେ ବି ହରେଇନି। ସବୁ କଷ୍ଟକୁ ସେ ସାମ୍ନା କରିଛି। ସେଥିପାଇଁ ତ ମୋ ସନ୍ତାନ ଆଜି ଜିତିଛି। ସେଥିଲାଗି ମୁଁ ଆଜି ବହୁତ ଖୁସି ଆଉ ଆନନ୍ଦିତ ଅଛି। ମୁଁ ସବୁବେଳେ ସମସ୍ତଙ୍କୁ କହୁଛି, ସନ୍ତାନ, ବାହାରକୁ ଯିବା କିଛି ଦରକାର ନାହିଁ, ପଇସା ଖର୍ଚ୍ଚ କରିବା କିଛି ଦରକାର ନାହିଁ। ତୁମ ପାଖରେ ସବୁ ମନ୍ତ୍ର ଅଛି। ତୁମେ ଚାହିଁଲେ ନିଜକୁ ଉପରକୁ ଉଠେଇ ପାରିବ, ତୁମେ ଚାହିଁଲେ ନିଜକୁ ତଳେ ପକେଇ ପାରିବ। ତୁମେ କୋଉଟାକୁ ନିଜର କରିବ କୁହ ସନ୍ତାନ? ଅତୀତ କଥାକୁ ଭାବିକି ବର୍ତ୍ତମାନ ଜୀବନକୁ ନଷ୍ଟ କରନି। ଯାହା ଘଟି ସାରିଛି ସେଇଟା ଈଶ୍ୱରଙ୍କ ଇଚ୍ଛା ଥିଲା ବୋଲି ଭାବିନିଅ। ଏବେ ଯାହା ଘଟୁଛି ସେଇଟା ଈଶ୍ୱରଙ୍କ ଇଚ୍ଛା ବୋଲି ଭାବ। କାହିଁକି ଭାବୁଛ ଯେ କଳିଯୁଗରେ ଭଗବାନ ନାହାନ୍ତି? ଭଗବାନ ସବୁବେଳେ ପାଖରେ ଅଛନ୍ତି। ତୁମେ ବିଶ୍ୱାସରେ ଥରେ ଡାକିକି ଦେଖ।